ମୁଁ ଆଷ୍ଟ୍ରୋଲୋଜର ସନ୍ଧ୍ୟା ରଥ ଆଜି ଗୋଟେ ବିଷୟରେ କହୁଛି ଯୋଉଟାକି ଆମେ କେମିତି ଜାଣିବା ଆମ ଜାତକରେ ଶନି ଯଦି କୌଣସି ଗ୍ରହ ସହ ଯୁକ୍ତ ହେଇକି ରହିଥାଏ। ସମସ୍ତଙ୍କ ମନରେ ଗୋଟେ ବଡ଼ ଧାରଣା ଥାଏ ଶନି ଦଶା ଆସୁଛି କି ଶନି ଗ୍ରହ ମୋର ଖରାପ ସ୍ଥିତିରେ ଅଛି, ମୋତେ ସବୁ ପ୍ରକାର ଅସୁବିଧା ହେବ, ମୁଁ ସବୁ ପ୍ରକାର କଷ୍ଟ ଭୋଗିବି। ସେମିତି ଆକ୍ଚୁଆଲି କିଛି ହେଇନଥାଏ। ଶନି ହେଉଛି ପରିଶ୍ରମର କାରକ ଗ୍ରହ। ଜଣେ ଯଦି କଷ୍ଟ କରେ ଶନି ନିଶ୍ଚିତ କୃଷ୍ଣ ଦିଅନ୍ତି ବା କଷ୍ଟର ଫଳ ମିଳେ। ବେଳେବେଳେ ଶନି ପରୀକ୍ଷା ବହୁତ କରନ୍ତି। ପରୀକ୍ଷା କରି ପରୀକ୍ଷାରେ ଜଣେ ଯଦି ଜିତେ ତାହେଲେ ଶନି ରିୱାର୍ଡ଼ ଦେବାକୁ କେବେ ପଛାନ୍ତି ନାହିଁ। ତ ଆମେ ଦେଖିବା ଆମ ଜାତକରେ କେମିତି ସହଜରେ ଆମେ ଜାଣିପାରିବା ଆମର ଶନି ଯେଉଁ ଅଛି କେଉଁ ଗ୍ରହ ସହ ଯୁକ୍ତି ହେଇକି ରହିଲେ ଆମକୁ କେଉଁ ଭଳି ଫଳ ମିଳିବ ସେ ବିଷୟରେ ଆଜି ମୁଁ ଟିକେ ଡିସ୍କସନ୍ କରୁଛି। ମାନେ ସହଜରେ ଆମେ କେମିତି ଶନିର ସ୍ଥିତିରୁ ଆମ ବିଷୟରେ ଆମେ ଜାଣିପାରିବା। ଯଦି ଜଣକ ଜାତକରେ ରବି ଶନି ସହିତ ଯୁକ୍ତି ହେଇକି ରହିଥାଏ ତାହେଲେ ସେ ବ୍ୟକ୍ତି ସରକାରୀ ଚାକିରି କରିବାର ଚାନ୍ସ ଥାଏ, କିନ୍ତୁ ଚାକିରିରେ ସନ୍ତୁଷ୍ଟି ନଥାଏ। ତାପରେ ଦେଖିବା ଯଦି ଜାତକରେ ଚନ୍ଦ୍ର ଶନି ଯୁକ୍ତ ହେଇକି ରହିଛି କିମ୍ବା ଶନିର ଦୃଷ୍ଟି ଚନ୍ଦ୍ର ଉପରେ ପଡ଼ୁଛି ତାହେଲେ ସେ ବ୍ୟକ୍ତି ଅନାବଶ୍ୟକ ଯାତ୍ରା ଗୁଡ଼େ କରେ, କିନ୍ତୁ ମାନସିକ ଅଶାନ୍ତି ତାର ରହେ। ମଙ୍ଗଳ ଯଦି ଶନି ଯୁକ୍ତ ହେଇକି ରହେ, ମଙ୍ଗଳ ଗୋଟେ ଆଗ୍ରେସିଭ୍ ଗ୍ରହ, ଅଗ୍ନିତତ୍ତ୍ୱ ଗ୍ରହ, ଶନି ଖୁବ୍ ଥଣ୍ଡା ଗ୍ରହ। ସେ ବ୍ୟକ୍ତିକୁ ଆଇଦର ମଙ୍ଗଳ ଶନି ଏକାଠି ଯୁକ୍ତି ହେଇକି ରହିଥାନ୍ତୁ କିମ୍ବା ମଙ୍ଗଳ ଶନି ପରସ୍ପର ଦୃଷ୍ଟି କରିଥାନ୍ତୁ, ତାହେଲେ ସେ ବ୍ୟକ୍ତି ସାରା ଜୀବନ ସଂଘର୍ଷମୟ ଜୀବନ ତାର ହେଇଥାଏ। ସେ ବହୁତ କଷ୍ଟରେ ନିଜକୁ ପ୍ରତିଷ୍ଠିତ କରେ। ତାପରେ ଦେଖିବା ଶନି ଯଦି ବୁଧ ଗ୍ରହ ଯୁକ୍ତ ହେଇଗଲା, ବୁଧ ହେଉଛି ବୁଦ୍ଧିର କାରକ ଗ୍ରହ। ବୁଧ ଶନି ଯୁକ୍ତି ହେଲେ ବୁଧ ହେଉଛି ବ୍ୟବସାୟର କାରକ ଗ୍ରହ। ତେଣୁ ବୁଧ ଶନି ଯାହାର ଯୁକ୍ତି ହେଇକି ରହିଥାଏ ସେ ଚାରିଆଡ଼ୁ ସୁବିଧା ସୁଯୋଗ ପାଏ ଓ ବ୍ୟବସାୟରେ ମଧ୍ୟ ଲାଭବାନ ହୁଏ। ବୃହସ୍ପତି ଦେବତାମାନଙ୍କର ଗୁରୁ। ବୃହସ୍ପତି ଜାତକରେ ଯଦି ଶନି ଯୁକ୍ତ ହେଇକି ରହିଥାଏ ତାହେଲେ ସେ ବ୍ୟକ୍ତିର ଜୀବନ ସୁଖମୟ ହୁଏ। ସେ ସବୁ ପ୍ରକାର ସୁଖ ସୁବିଧା ତାକୁ ମିଳେ, ଆଉ ମାନ ସମ୍ମାନ ବି ମିଳେ। ଚାକିରି କ୍ଷେତ୍ରରେ ମଧ୍ୟ ସେ ନିଜର ଜ୍ଞାନ ବଳରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେଇପାରେ। ସେ ବ୍ୟକ୍ତିକୁ ଅନ୍ୟର ସାହାଯ୍ୟ ସହଯୋଗ ସୁବିଧାରେ ମିଳିଯାଏ। ଶୁକ୍ର ଯଦି ଶନି ଯୁକ୍ତ ହେଇକି ରହିଥାଏ, ଶୁକ୍ର ଶନି ଯୁକ୍ତ ହେଇକି ରହିଲେ ଶୁକ୍ର ହେଉଛି ଧନର କାରକ ଗ୍ରହ। ସବୁ ପ୍ରକାର ସୁଖ ସମୃଦ୍ଧି ଲକ୍ଜୁରିର କାରକ ଗ୍ରହ ଶୁକ୍ର। ତେଣୁ ଶୁକ୍ର ଯଦି ଶନି ଯୁକ୍ତ ହେଇକି ରହିଲା ସେ ବ୍ୟକ୍ତି ଧନୀ ହେଇଥାଏ। ଧନର ଅଭାବ ତାର କେବେ ହୁଏନି। ଲଭ୍ ମ୍ୟାରେଜ ହେବାର ବି ଯୋଗ ରହିଥାଏ। ଆର୍ଥିକ ରୂପରେ ସେ ବ୍ୟକ୍ତି ସୁଦୃଢ଼ ରହେ। ଯଦି ଶୁକ୍ର ଶନି ଯୁକ୍ତି ହେଇଥାଏ ସେ ବ୍ୟକ୍ତି ନିଜର ପତ୍ନୀ ବା ସ୍ପାଉସ୍ ଠାରୁ ବହୁତ ଲାଭବାନ ହୁଏ। ତାପରେ ଦେଖିବା ଶନି ଯଦି ଜାତକରେ ରାହୁ ଯୁକ୍ତ ହେଇକି ଥାଏ। ଶନି ଜାତକରେ ରାହୁ ହେଉଛି ଇଲୁଜନର ଗ୍ରହ। ରାହୁ ଭ୍ରମ ସୃଷ୍ଟି କରେ। ତେଣୁ ଶନି ରାହୁକୁ ଦରିଦ୍ର ଯୋଗ କୁହାଯାଏ। ଶନି ରାହୁ ଯୁକ୍ତ ହେଇଥିବା ବେଳେ ଆର୍ଥିକ ରୂପରେ ସେ ବ୍ୟକ୍ତି ସୁଦୃଢ଼ ହେଇନଥାଏ। ବିଶେଷ କରି ଲାଇଫର ସେକେଣ୍ଡ ପାର୍ଟରେ 42 ବର୍ଷ ପରେ ସେ ଧୀରେ ଧୀରେ ନିଜର ଅନୁଭବରୁ ଜ୍ଞାନ ଅର୍ଜନ କରେ। ତାପରେ ତା ଲାଇଫରେ ଟିକେ ଚେଞ୍ଜ ଆସେ, ସେ କିଛି ସୁଖ ସୁବିଧା ପାଇଥାଏ। ଶନି ଯଦି କେତୁ ଯୁକ୍ତ ହେଇଥାଏ ତାହେଲେ ଚାକିରି ପାଇବା ସେ ବ୍ୟକ୍ତିର ଟିକେ ଦୁଃସ୍ୱପ୍ନ ହୁଏ ବା କଷ୍ଟକର ହୁଏ। ଯଦି ବି ସେ ବ୍ୟକ୍ତି ଚାକିରି କରିଥାଏ ସେ ବାରମ୍ବାର ଚାକିରି ଛାଡ଼େ। ଯଦି ବି ଚାକିରି ନ ଛାଡ଼େ କର୍ମକ୍ଷେତ୍ରରେ ତାକୁ ସନ୍ତୁଷ୍ଟି ମିଳେ ନାହିଁ। ସବୁବେଳେ ତା ମନରେ ଗୋଟେ ଚିନ୍ତା ଲାଗି ରହେ। ବିଶେଷ କରି ଶନି କେତୁ ଯୁକ୍ତ ଥିବା ବ୍ୟକ୍ତି ଏକାକୀ ରହିବାକୁ ବହୁତ ପସନ୍ଦ କରନ୍ତି। ଶନିକୁ ଦେଖି ସମସ୍ତେ ଡରନ୍ତି, କିନ୍ତୁ ଆକ୍ଚୁଆଲି ଶନିକୁ ଦେଖି ଡରିବା କୌଣସି ଯୁକ୍ତିଯୁକ୍ତ ନାହିଁ। ଶନି ଯେଉଁଠି ନା ଥାଉ ନା କାହିଁକି ଜାତକରେ
ଶନି କେବେ ବି ଖରାପ ଫଳ ଦେବନି ଯଦି ତୁମେ ମାନେ ନିଜର କର୍ମ ଠିକ୍ ରଖିବ, ସତ୍କର୍ମ କରିବ, ସଚ୍ଚୋଟ ରହିବ, ନ୍ୟାୟବାନ ରହିବ, ସମାଜର ଯେଉଁ ତଳ ଶ୍ରେଣୀ ବର୍ଗର ଲୋକଙ୍କୁ ସମ୍ମାନ ଦେବ। ଶନି କେବେ ଚାହେଁନି କାହାର ଦାନରେ ବଞ୍ଚିବାକୁ। ଶନି ଚାହେଁ ଯେଉଁମାନେ ନିମ୍ନ ବର୍ଗର ଲୋକ ଅଛନ୍ତି ବା ନିମ୍ନ ଶ୍ରେଣୀର ଲୋକ ଅଛନ୍ତି ସେମାନଙ୍କୁ ସକ୍ଷମ କରାଇଲେ, କାହିଁକିନା ସେମାନଙ୍କୁ ଜୀବିକା ଉପାର୍ଜନରେ ସେମାନଙ୍କୁ ସହାୟତା କରାଇଲେ ଶନି ଗ୍ରହ ସନ୍ତୁଷ୍ଟ ହୁଅନ୍ତି ଆଉ ଶନି ପରିଶ୍ରମର ଫଳ ଦିନେ ନା ଦିନେ ଦିଅନ୍ତି। ଜୟ ଜଗନ୍ନାଥ।